ଜଣେ ଲୋକ ସଦ୍ଗୁରୁଦେବଙ୍କୁ କହିଲେ ଯେ ଆମେ ଭଗବାନଙ୍କୁ ନ ମାନିବାକୁ ଡର ଲାଗୁଛି। ଏପରି ହେବ ନାହିଁ ତ? ଭଗବାନଙ୍କୁ ନ ମାନିଲେ ସେ ମୋତେ ମାରି ପକାଇବେ। ସଦ୍ଗୁରୁଦେବ କହିଲେ, ଯେଉଁମାନେ ଭଗବାନଙ୍କୁ ମାନନ୍ତି କାହାକୁ ସେ ବଞ୍ଚାଇ ରଖିଛନ୍ତି। ଭଗବାନଙ୍କୁ ମାନିବା ବାଲା ସମସ୍ତେ ମରୁଛନ୍ତି। ତେଣୁ ଭଗବାନଙ୍କୁ ନ ମାନିବା ଭଲ। ବିନା ନିର୍ଭୟରେ ଆପଣ କିଛି କରିପାରିବେ ନାହିଁ। ଅନ୍ୟ ଯାହାକୁ ନ ହେଉ, ମାତ୍ର ଯେ ଭଗବାନଙ୍କୁ ଡରୁଥାଏ ସେ ପୂର୍ଣ୍ଣ ନିର୍ଭୟ ନୁହେଁ। ପୂର୍ଣ୍ଣ ଆତ୍ମବିଶ୍ୱାସ ଏବଂ ପୂର୍ଣ୍ଣ ସ୍ୱାବଲମ୍ବନ ମନୁଷ୍ୟକୁ ପୂର୍ଣ୍ଣ ନିର୍ଭୟ କରାଇ ଦିଏ। ପୂର୍ଣ୍ଣ ନିର୍ବିକାର ମାର୍ଗ କାଳ୍ପନିକ ଈଶ୍ୱର ରଖିପାରିବ ନାହିଁ। ଈଶ୍ୱର, ଦେବୀ ଦେବତା ଏବଂ ଭୂତ ପ୍ରେତର ଡର ସେହି ଲୋକଙ୍କର ଅଛି ଯାହାର ଆତ୍ମବିଶ୍ୱାସ ନାହିଁ, ଯିଏ ସ୍ୱାବଲମ୍ବନ ନୁହେଁ। ଯିଏ ଡରେ ତାକୁ ଦେବୀ ଦେବତା, ଭୂତ ପ୍ରେତ ଏବଂ ଈଶ୍ୱର ଡରାନ୍ତି। ଯିଏ ଡରେ ନାହିଁ ତାଙ୍କ ପାଖକୁ ସେମାନେ ଆସନ୍ତି ନାହିଁ। ସଦ୍ଗୁରୁଦେବଙ୍କର ପ୍ରତିଜ୍ଞା ଥିଲା ଯେ ମୁଁ ଦେବୀ ଦେବତା, ଭୂତ ପ୍ରେତ, ମଜହବୀ ଏବଂ ଈଶ୍ୱରଙ୍କ ମୂଳ ଖୋଳି ନଷ୍ଟ କରିଦେବି। ଏମାନଙ୍କ ରହିବା ସ୍ଥାନ ମୂର୍ଖଙ୍କ ମସ୍ତିଷ୍କ। ସେ ତ ମୂର୍ଖଙ୍କ କଳ୍ପନା ଏବଂ ମଜହବୀଙ୍କ କଥା ଭିତରେ ଅଛନ୍ତି, ବାସ୍ତବରେ ନାହାନ୍ତି। ଈଶ୍ୱରଙ୍କ କଳ୍ପନା ଆତ୍ମବିଶ୍ୱାସ ରୂପୀ କ୍ଷୀରରେ ଖଟା ସଦୃଶ୍ୟ। ଈଶ୍ୱରଙ୍କୁ ମାନିବା ବାଲା କହନ୍ତି, ଯଦି ଈଶ୍ୱର ଚାହିଁବେ ତେବେ ତ ନିରୋଗ ହେବି, ସୁଖୀ ହେବି, ମୁକ୍ତି ପାଇବି। ଏସବୁ ବ୍ୟର୍ଥତା। ଈଶ୍ୱର କାହିଁକି ଚାହିଁବେ କି ଆପଣଙ୍କର ଉନ୍ନତି ନ ହେଉ? ଆପଣଙ୍କର ଉନ୍ନତି ନ ହେଲେ ଈଶ୍ୱରଙ୍କ କ'ଣ କ୍ଷତି ହେବ? ଉନ୍ନତିର ଅର୍ଥ ଆଗକୁ ବଢ଼ିବାକୁ, ଆଗକୁ ଚାଲିବାକୁ। ଆଗକୁ ଆପଣ ନିଜ ପାଦରେ ଚାଲିବେ। ଈଶ୍ୱର କାହାରିକୁ ନିଜ ଖାନ୍ଦ ଉପରେ ବସାଇ ଚାଲିବାରେ କେହି ଦେଖିନାହାନ୍ତି।